ଦେଖନ୍ତୁ ସେ ଦିନରେ ଦିନେଶ ହଉ ରାତିରେ ଅଞ୍ଜଳି ହଉ ସେ କଥାକୁ ଆମେ ନ ଯାଇକି ଆମେ ପ୍ରଥମେ ଜାଣିବା ଯେ ସେ ପିଲାଟି ଯୋଉ ତାକୁ ଯିଏ ହତ୍ୟା କଲା ସେ କୋଉ ଉଦ୍ଦେଶ୍ୟରେ ହତ୍ୟା କଲା ଆଉ କାହିଁକି ହତ୍ୟା କଲା, ଏହାର କାରଣ କଣ, ଆ ଭିତରେ କଣ ରହସ୍ୟ ଅଛି, ଏଇଟା ଲୋକଲୋଚନକୁ ଆସିବା ଦରକାର। ଜଣେ ସାଧାରଣ ଲୋକକୁ ଯଦି କିଏ କୋଉଠି ମାରିଦିଏ, ଗୋଟେ ଅସହାୟ ଲୋକ, ଆମେ ତା ପାଇଁ ସ୍ୱର ଉତ୍ତୋଳନ କରିବାନି? ଯେତେବେଳେ ଗୋଟେ ସନ୍ଧ୍ୟା ସମୟରେ ସିଏ କିନ୍ନର ବେଶରେ ଠିଆ ହେଇଥିଲା କି କଣ, ତାକୁ ଯେତେବେଳେ ଜଣେ ଛୁରୀ ମାରି ଦଉଛି ଭୁବନେଶ୍ୱର ଉପକଣ୍ଠରେ, ଇଏ ଭଳି ଗୋଟେ ମାନେ କଣ ଦୁର୍ଦ୍ଦଶ କାଣ୍ଡ ଆମେ ଯାହା ଦେଖିଲେ, ଇଏ କାଣ୍ଡଟିଏ ଆମକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବର୍ତ୍ତମାନ ଭୁବନେଶ୍ୱର ଆଖପାଖ ଅଞ୍ଚଳ, ବିଶେଷ କରି ଭୁବନେଶ୍ୱର କ୍ରାଇମ ଜୋନ ପାଲଟିଛି। ଲଗାମ ନାହିଁ କ୍ରିମିନାଲଙ୍କର, ଆଣ୍ଟି ସୋସିଆଲଙ୍କ ଉପରେ ପୋଲିସର। ତେଣୁ ଏଭଳି ସ୍ଥିତିରେ ଯଦି ଜଣେ ଅସହାୟ କିନ୍ନରକୁ ହତ୍ୟା କରିଦିଆ ହେଇଛି, ତା ପାଇଁ ଯେତେବେଳେ କିନ୍ନର ସଂଘ ଏହାର ଦାବି କରୁଛି, ବାସ୍ତବରେ ଯଦି ଠିକ ସେ ଦାବି କରେ ନିହାତି ଭାବେ ତାକୁ ନ୍ୟାୟ ମିଳିବା କଥା। ବର୍ତ୍ତମାନ 3 ଦିନ ହେଲା ପୋଲିସ ସନ୍ଧାନୀ କୁକୁର ଖୋଜୁଥିଲା, କୁକୁର କେତେ ବାଟ ଖୋଜିଲା, କଣ ସୁରାଗ ପାଇଲା, ବର୍ତ୍ତମାନ ସୁଦ୍ଧା ପୋଲିସ ଏହାକୁ ଜଣେଇଲାନି ସର୍ବସାଧାରଣ ପ୍ରେସ ମିଟ୍ କରି। ଏହା ପଛରେ କାରଣ କଣ, କ୍ରିମିନାଲ କିଏ, ଜଣେ ଥିଲେ ନା ଆଉ ତା ସାଙ୍ଗରେ ଏକାଧିକ ଥିଲେ, ଇଏ ଲୋକଲୋଚନକୁ ଆସିବା ଦରକାର। ଆମେ ଭୁବନେଶ୍ୱରରେ ଦେଖୁଛନ୍ତି ଯୋଉ ଭଳି ଘଟଣା ସବୁ ଘଟୁଛି, ମାନେ କେହି ଆଉ କାହାକୁ ଡର ନାହିଁ। ବର୍ତ୍ତମାନ ଉତ୍ତରପ୍ରଦେଶ, ବିହାର ଯାହା ଆମେ ଘଟଣା ଦେଖୁଥିଲେ, ବର୍ତ୍ତମାନ ଓଡ଼ିଶାରେ ସେଇଭଳି ପରିସ୍ଥିତି ଦେଖୁଛନ୍ତି। ଏମାନଙ୍କ ଭିତରେ ଡର କାହିଁକି, ପୋଲିସର ଡର ନାହିଁ, ପ୍ରଶାସନର ଡର କାହିଁକି ନାହିଁ, ଆଉ ସରକାରଙ୍କର ଡର କାହିଁକି ଲୋକ ଏମାନେ କ୍ରିମିନାଲଙ୍କ ଉପରେ ନାହିଁ, ଆଶ୍ଚର୍ଯ୍ୟ ଲାଗୁଛି। ଯଦି ଏଠି ଆମେ ଦେଖୁଛନ୍ତି ମୋ ବସ୍ କୋଉଭଳି ଚେପା କରିଦେଲା ଗୋଟେ ଅଟୋବାଲାକୁ, ଶିଲା ପଟ୍ଟନାୟକକୁ ଗୋଟେ କୋଉଭଳି ବସ୍ ଚେପା କରିଦେଲା, ମାରିଦେଲା, କଣ ମିଳିଲା ନା 4 ଲକ୍ଷ ଟଙ୍କା। ମଣିଷର ଗୋଟେ ମୁଣ୍ଡର ଗୋଟେ ମୂଲ୍ୟ ହଉଛି 4 ଲକ୍ଷ ଟଙ୍କା। ପୁରୀରେ ସେ ଘଟଣା ଆମେ ଦେଖିଲେ, ଜଣେ ଶବ ପୋଡ଼ିବାକୁ ଯାଇଥିଲେ, ଶବ ହେଇକି ଆସିଲା, କଥା ପଥାରେ ସିଏ ଗୋଟେ ପିଲାଟିଏ ତା ବେକରେ ଛୁରୀ ମାରି ଦଉଛି। ମାନେ କାହିଁକି, ଆ ପଛରେ କାରଣ କଣ? ଅତ୍ୟଧିକ ନିଶା ସେବନ, ଅତ୍ୟଧିକ ନିଶା ଉପରେ ଲଗାମ ନାହିଁ। ଯୋଉ ଭଳି ନିଶା ବ୍ୟବହାର ହଉଛି ଓଡ଼ିଶାରେ, ବର୍ତ୍ତମାନ ଯୋଉ ଭଳି ନିଶା କାରବାର ହଉଛି, ଏହା ଉପରେ କୋଉଠି ନା କୋଉଠି ରୋକ ନାହିଁ। ଯିବେ ଘରେ ବସିବେ, ପାଟିରୁ ବାଚା ବାହାରିବନି, ଆଉ କ୍ରାଇମ କରିବାକୁ ଏମାନେ ଡରିବେ। କିନ୍ନରଟିଏ ଯେତେବେଳେ ହତ୍ୟା ହେଇଛି, ତା ବାପ ଯଦି କହୁଛି ସେ ପୁଅଟେ କି ସିଏ ସେଠି ଝିଅଟେ ହଉଥିଲା, କିନ୍ନର ମାନେ ପୁଅ କି ଝିଅ ଆମେ ତ ସେ ବାବଦରେ ବିଶ୍ଳେଷଣକାରୀ ବୈଜ୍ଞାନିକ ନୁହଁ, ଆମେ ଜାଣିନାହାନ୍ତି। ତଥାପି ଆମେ ଧନ୍ୟବାଦ ଦେବା କିନ୍ନର ସଂଘର ସଭାପତି ଯିଏ ଆମର ଅଛନ୍ତି ମୀରା ପରିଡ଼ା, ଆମର ସମାଜସେବୀ ପ୍ରତାପ ସାହୁ, ମେଘନା, ଆଉ ଯୋଉ କିନ୍ନର ମାନେ ତାଙ୍କର ଏଇ କିନ୍ନରଟି ପାଇଁ, ଅଞ୍ଜଳି କିନ୍ନର ପାଇଁ ଲଢୁଛନ୍ତି, ବାସ୍ତବରେ ସେମାନଙ୍କର ତାଙ୍କୁ ଆହୁରି ଆମେ ସାହସ ଦେବା, ତାଙ୍କୁ ଆହୁରି ସମର୍ଥନ ଜଣେଇବା। ସେମାନେ ସେଇଭଳି ଲଢନ୍ତୁ, ଲଢିକି ସେ ଯୋଉ ଝିଅଟି, ଯୋଉ କିନ୍ନରଟି ସାଙ୍ଗରେ ଅନ୍ୟାୟ ହେଇଛି, ତାକୁ ଯୋଉ ଭଳି ନିର୍ମମ ହତ୍ୟା କରାହେଇଛି, ତାକୁ ଆଇନ ତାକୁ ଅପରାଧୀକୁ ଦଣ୍ଡ ଦେବା ପାଇଁ ନିହାତି ଭାବେ ଏମାନେ ଚେଷ୍ଟା କରନ୍ତୁ। ଆଉ ବର୍ତ୍ତମାନ ସରକାର ବା ବିଶେଷ କରି ଭୁବନେଶ୍ୱର ଆଉ ପୋଲିସ ଆଉ ଆମର ପିପିଲି ପୋଲିସ ଯେତେ ଶୀଘ୍ର ପାରିବ ସେ କ୍ରିମିନାଲକୁ ଧରି ତାକୁ ସେଲ ଭିତରେ ପୁରାଉ, ଆଉ ତାକୁ ସେଇଭଳି ଟ୍ରିଟମେଣ୍ଟ କରାଯାଉ ଯୋଉ ଭଳି ଯେମିତି ସିଏ କେବେ ଆଉ ଏଭଳି କରିବା ପାଇଁ ସାହସ କରିବନି। ଆଉ ତା ଦେଖା ଦେଖି ସେ ଟ୍ରିଟମେଣ୍ଟ ଦେଖିକି ଯେମିତି ଅପରାଧୀ ମାନେ କମ ସେ କମ ପୋଲିସ ପ୍ରତି ଗୋଟେ ଭୟ ଆଉ ଗୋଟେ ଡର ତାଙ୍କ ଭିତରେ ପଶିବ।